ମୁଁ ଏରସମା ଜଗତସିଂହପୁର ଠାରୁ 29 କିଲୋମିଟର ପରେ ଅବସ୍ଥିତ। ସେହି ଏରସମା ଯିଏ 1999 ମହାବାତ୍ୟାରେ ଖଣ୍ଡ ବିଖଣ୍ଡ ହୋଇଥିଲା। 10,000ରୁ ଅଧିକ ଲୋକଙ୍କ ଅକାଳରେ ମୃତ୍ୟୁ, 15 ଫୁଟ ଉଚ୍ଚର ସମୁଦ୍ର ଜୁଆର, ଯୁଆଡ଼େ ଦେଖିବ ହଜାର ହଜାର ଜୀବଜନ୍ତୁଙ୍କ ଶବ। ଏବେ ମୁଁ ନିଜ ଗୋଡ଼ରେ ଠିଆ ହେଲିଣି। ଅଧିକାଂଶ ଲୋକ ଚାକିରି ବେପାର କରି ଆଗକୁ ବଢ଼ିଲେଣି। ଏହା ସମୁଦ୍ର କୂଳିଆ ଅଞ୍ଚଳ ହୋଇଥିବାରୁ ଲୋକମାନେ ମାଛ ଓ ଚିଙ୍ଗୁଡ଼ି ଘେରି ଉପରେ ନିର୍ଭରଶୀଳ। ଅଞ୍ଚଳର ଲୋକ ବହୁତ ପରୋପକାରୀ ଓ ବିଜନେସ୍ ମାଇଣ୍ଡେଡ୍। ଏରସମା ପାଇଁ ପଦେ ଧାନ ପାନ ମିନ ମୋ ଜୀବିକା ଜୀବନ, ସହିଛି ଏ ଦେହ ମହାବାତ୍ୟାର କଷଣ, ହାରି ମୁଁ ଯାଇନି ଜମା, ପଛକୁ ଫେରିନି ଜମା। ଏରସମା ମୁଁ ଏରସମା, ବୀରମାଟି ମୁଁ ଏରସମା।